ମୋ ନାଁ ପୂର୍ଣ୍ଣଚନ୍ଦ୍ର ସାହୁ। ମାନସ ବାବୁଙ୍କ ମେସିନ୍ରେ କାଟି ଧାନ ଉପକୃତ ହେଇଛି ଆଉ ଭଲ ବି ଧାନ ମେସିନ୍ରେ କିଛି ଧାନ ଯାଉଅଛି ନା କେତେ ଭଲ ଅମଳ ଯେତିକି ପାଇବା କଥା ସେତିକି ପାଇ। ମୋ ଘର ଅଲେଖପୁର। ଆଜି ଆମ ମାନସ ପ୍ରଧାନ ଗୋଟିଏ ଧାନ କଟା ମେସିନ୍ ଆଣିଅଛି। ସେ ଆମକୁ ଆଜି ଉଦ୍ଘାଟନୀ ପାଇଁ ଡାକିଥିଲା। ଆମେ ଦେଖିଲୁ ମେସିନ୍ ଖୁବ୍ କମ୍ ସମୟ ଭିତରେ ବହୁତ ସୁନ୍ଦର ଭାବେ ଧାନ କାଟି ଅମଳ କରିହେଉଛି। ଚାଷୀ ପାଇଁ ଗୋଟେ ବଡ଼ ଲାଭଦାୟକ ଜିନିଷ। ତେଣୁକରି ଚାଷୀ ଭାଇମାନେ ଯିଏ ଚାହିଁବେ ଆସି ଯୋଗାଯୋଗ କରି ମେସିନ୍ ନେଇକି ଧାନ କଟାରେ ବ୍ୟବହାର କରିପାରିବେ। ମାନସ କୁମାର ପ୍ରଧାନ ପଣାପାଣିରୁ ଠାକୁରରୁ ଆଣିଥିଲେ ଗୋଟେ ଧାନ କଟା ମେସିନ୍ ଆଣିଛନ୍ତି। ଆଜି ଶୁଭ ଉଦ୍ଘାଟନ ହେଲା। ଉଦ୍ଘାଟନରେ ଆମକୁ ସବୁ ଡକେଇଥିଲେ କିନ୍ତୁ କାଟା ଯାଉଛି ଆଉ ଚାଷୀ ହିସାବରେ ଧାନ ଚାଷ କରିଛୁ। ଆମେ ବି ୟାକୁ ନିହାତି ଆମ ପାଇଁ ଦରକାର ଏ ମେସିନ୍ ଧାନ କାଟିବା ପାଇଁ। ଏହି ଦୃଷ୍ଟିରୁ ମୁଁ ଆଜି ଦେଖି ଆସିଥିଲି। ଦେଖିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଆମ ଚାଷୀ ପାଇଁ ଇଏ ଗୋଟେ ଭଲ କ'ଣ ପାଇଁ ନା ଆସିଲେ ମେସିନ୍ ଧାନ କାଟିଲା, ଧାନ ଅମଳ ହୋଇଗଲା, ସୁନ୍ଦର ଭାବରେ ହେଲା। ବର୍ଷା ଆସିଲେ କେତେ ସିଏ ଯାହା ଆସିଲେ କେତେ ଟେନସନ୍ ନାହିଁ। ଅନ୍ୟ ପ୍ରକାର କ'ଣ ଲେବର ଆଣ ଧାନ କାଟ, ତାକୁ ବାନ୍ଧ, ପୁଣି ବେଙ୍ଗଳା ମେସିନ୍ ଆଣ, ତାକୁ ଏକାଠି କର, ପାଲ ଆଣ, ଲେବର ଆଣ, ଏତେ ଦୁନିଆ ବେପାର କରିବାକୁ ପଡ଼ୁଥିଲା। କିନ୍ତୁ ଏଇଟା ମୁଁ ଦେଖିଲି ଏ ମେସିନ୍ରେ ସ୍ୱଳ୍ପ ସମୟରେ ସୁବିଧାରେ ହେଇଯାଉଛି। ତେଣୁ ଏ ଗୋଟେ ଆଜିର ଦିନରେ ଯେଉଁ ଆମ ମାନସ ମଞ୍ଜା ପାଇଁ ଆଣିଛନ୍ତି ଏଇ ଚାଷୀମାନଙ୍କ ପାଇଁ ଗୋଟେ ଭଲ ଜିନିଷ ଏବଂ ଲୋକମାନେ ବହୁତ ଉପକୃତ ହେବେ। ଚାଷୀ ସ୍ୱଳ୍ପ ଖର୍ଚ୍ଚରେ ସୁବିଧାରେ ଧାନ ଘରକୁ ନେଇପାରିବେ। ଏଇଟା ଗୋଟେ ଭଲ ବ୍ୟବସାୟ, ଭଲ ଧାନ କଟା ମେସିନ୍ ଆସିଛି ଧାନ ଚାଷୀଙ୍କ ପାଇଁ। ତେଣୁ ଯାହା ହଉ ଆମେ ଆର ସୁବିଧା ନେବୁ ଏବଂ ଏହାର ଫାଇଦା ବି ଉଠାଇବୁ।